ପିଲାମାନେ ପୂର୍ବରୁ ଆମେ କ୍ଲାସ୍ 10 ଲାଇଫ୍ ସାଇନ୍ସର ପରିବହନ ଓ ସଞ୍ଚାଳନର 1 ନମ୍ବରରୁ 4 ନମ୍ବର ପର୍ଯ୍ୟନ୍ତ ସବୁ ଆଲୋଚନା କରିଥିଲେ ପ୍ରଶ୍ନଗୁଡ଼ିକ। ଆଜି ଆମେ ଆଉ ଯେଉଁ 5 ନମ୍ବର ଆଉ ଯେତେ ସବୁ ପ୍ରଶ୍ନ ଅଛି ସେଗୁଡ଼ାକ ସବୁ ଆଲୋଚନା କରିବା। ଦେଖିବା ଏବେ 5 ନମ୍ବର। ଏଠି ଦେଖ କ'ଣ କହିଛି 5 ନମ୍ବର, ଉଦ୍ଭିଦରେ ଜଳର ପରିବହନରେ ସମ୍ପୃକ୍ତ ତତ୍ତ୍ୱଗୁଡ଼ିକ କ'ଣ? ତାହେଲେ ଏଇ ଯେଉଁ ଜଳ ଗୋଟେ, ତାହେଲେ ଧର ଗୋଟେ ଗଛଟା ଅଛି, ତାହେଲେ ଗଛରେ ଯେଉଁ ଆମ ତୁମେ ଜାଣିଥିବ ଯେଠି କ'ଣ ହେବ, ଜଳ ସବୁ ଭୂଇଁରୁ ଯାଏ, ତାହେଲେ ଯେତେ ସବୁ ଯେଉଁ ଉପରକୁ କିପରି ଯାଏ, ତାହେଲେ ସେ ବିଷୟରେ ତାକୁ ବୁଝିବା ପାଇଁ କହିଛି। ତାହେଲେ ଦେଖ ଏହାର ଆନ୍ସର୍ କ'ଣ ଲେଖିବ, ଉଦ୍ଭିଦରେ ପୋଷକ ପରିବହନ ପାଇଁ 3ଟି ତତ୍ତ୍ୱର ଅବତାରଣା କରାଯାଇଛି। ଗୋଟେ କ'ଣ, ଗୋଟେ ହେଉଛି କୌଶିକ ଆକର୍ଷଣ, ଆଉ ଗୋଟେ ହେଉଛି ମୂଳଜ ଚାପ, ଆଉ ଗୋଟେ ହେଉଛି କ'ଣ ସଂଶକ୍ତି ତତ୍ତ୍ୱ। ତାହେଲେ ପ୍ରଥମ ଦେଖ ଆମର କ'ଣ କୌଶିକ ଆକର୍ଷଣ। ଏହାକୁ ତାହେଲେ କେମିତି ଲେଖିବ, ତାହେଲେ ଗୋଟିଏ କୌଶିକ ନଳୀକୁ ଜଳରେ ବୁଡ଼ାଇଲେ କୌଶିକ ଆକର୍ଷଣ ଜନିତ ଚାପ ଓ ଜଳର ଉଚ୍ଚ ପୃଷ୍ଠସ୍ଥାନ ଫଳରେ ଜଳ କୌଶିକ ନଳୀ ମଧ୍ୟ ଦେଇ କିଛି ଉପରକୁ ଉଠିଯାଏ। ନଳୀ ମଧ୍ୟରେ ଜଳର ଉଚ୍ଚତା ବୃଦ୍ଧି ନଳୀର ବ୍ୟାସ ଉପରେ ନିର୍ଭର କରେ। ଆଉ ଗୋଟେ କ'ଣ ଲେଖିବ, ତାହେଲେ ନଳୀର ବ୍ୟାସ ଯେତେ ଛୋଟ ହୁଏ ଜଳର ଉଚ୍ଚତା ସେତିକି ଅଧିକ ହୁଏ। ଆଉ ଜାଇଲେମ୍ କୌଶିକ ନଳୀ ସଦୃଶ ତାହା ମଧ୍ୟ ଦେଇ ଜଳ କୌଶିକ ଆକର୍ଷଣ ଯୋଗୁଁ ଉପରକୁ ଉଠେ। ତାହେଲେ ଦେଖ ଏଠି ତୁମେ କ'ଣ ବୁଝିଲ, ଦେଖ ତୁମେ ବି ଏଇଭଳିଆ କରିପାରିବ। ଧର ଏଠି ଗୋଟେ ଜାଗାରେ ତୁମେ ପାଣି ନେଲ, ଯେତେବେଳେ ପାଣି ନେବ ତାପରେ ଗୋଟେ ଧର ଏଠି ପାଣି ଅଛି, ତୁମେ କ'ଣ କରିବ, ଏଠି ଗୋଟେ ପାଇପ୍, ଗୋଟେ ଏଇଭଳିଆ ଛୋଟ ଗୋଟେ ପାଇପ୍ ଦେଖିବ, ଯେତେବେଳେ ଏଠି ପୁରେଇ ଦେବ, ଆଉ ଲକ୍ଷ୍ୟ କରିଥିବ ଯେଉଁ ଏହା ଉପରେ ପାଣି କ'ଣ ହୁଏ, ଟିକେ ଉଠିଯାଏ କି ନାହିଁ, ଉଠିଯାଏ। ତାହେଲେ ସେଇଟା ହେଉଛି ଆମର କୌଶିକ ଆକର୍ଷଣ। ତାହେଲେ ସେଇ ଜିନିଷଟା ଏଠି ଲେଖା ହେଇଛି। କ'ଣ ହେଉଛି, ତାହେଲେ ଗୋଟେ କୌଶିକ ନଳୀକୁ ଜଳରେ ବୁଡ଼ାଇଲେ କୌଶିକ ଆକର୍ଷଣ ଚାପ ଆଉ ଜଳର ଉଚ୍ଚତା ପୃଷ୍ଠସ୍ଥାନରେ ଜଳ କୌଶିକ ନଳୀ, ଏଇ ଯେଉଁ ଛୋଟ ନଳୀ ଯେଉଁ କଥା ହେଉଛି, କିଛି ଉପରକୁ ଉଠିଯାଏ। ଆଉ ନଳୀ ମଧ୍ୟରେ ଏଇ ଯେଉଁ ଜଳର ବୃଦ୍ଧି ନଳୀର ବ୍ୟାସ ଉପରେ ନିର୍ଭର କରେ। ତାହେଲେ ଦେଖ ଯେତେ ସାନ ଏ ଯେଉଁ ତାର ବ୍ୟାସଟା ହେବ, ପାଣି ତାହେଲେ ସେତେ ଉପରକୁ ଉଠିବ। ଆଉ ଯେତେ ବଡ଼ ତାର ଯେଉଁ ପାଇପ୍ଟା ବା ନଳଟା ଯେତେ ସାନ ହେବ, କ'ଣ ହେବ, ସେଇଟା ତାର ଏ ଯେଉଁ ବ୍ୟାସଟା ମାନେ ପୁରାଟା ଯେଉଁଟା ଦେଖ ବ୍ୟାସ କେଟା ବୁଝାଯାଏ, ଧର ଏଠି ଗୋଟେ ପାଇପ୍ଟା ଯେଉଁ ପୁରାଟା ଯେଉଁ ଗୋଲେଇଟା, ଏଇଟା ଯେତେ ହେଉଛି କ'ଣ ହେବ, ସାନ ହେବ ସେତେ ପାଣି ବେଶୀ ଉଠିବ, ମାନେ ବେଶୀ ଉଚ୍ଚକୁ ଉଠିବ, ସେ କଥାଟା କୁହାଯାଇଛି। ତାପରେ କ'ଣ କହିଛି, ମୂଳଜ ଚାପ। ତାହେଲେ ମୂଳଜ ଚାପଟା କ'ଣ, ଦେଖ ଏଠି କ'ଣ ଲେଖିବ, କୌଣସି ଏକ ଉଦ୍ଭିଦର କାଣ୍ଡରୁ ଅଧାରୁ କାଟିଦେଲେ ତାହା କ୍ଷତ ସ୍ଥାନକୁ ଜଳୀୟ ପଦାର୍ଥ ବାହାରିଥାଏ। ତାହେଲେ ଦେଖ ଏଇ ଗୋଟେ ଉଦ୍ଭିଦଟା, ତାହେଲେ ଏଠି ତୁମେ ଯଦି କାଟିଦେବ ତାହେଲେ କ'ଣ ହେବ, ଏଠି ଜଳୀୟ ସବୁ କଣା ସବୁ ବାହାରିବ, ମାନେ ଜଳ ସବୁ ବାହାରିଯିବ। ତାହେଲେ ଏହା ମୂଳଜ ଚାପ ଯୋଗୁଁ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏଇଟା ତାହେଲେ କେମିତି ହେଉଛି, ଏଇଟା ହେଉଛି ମୂଳଜ ଚାପ। ଗଛର କଟା ଅଂଶରେ ଯଦି ମାନୋମିଟର ଖୋଜି ଦିଆଯାଏ ତେବେ ମୂଳରୁ ଯେଉଁ ଚାପ ସୃଷ୍ଟି ହୁଏ ତାହାକୁ ମପାଯାଇ ପାରିବ। ତାହେଲେ ଆମେ ଯଦି ମୂଳରେ କ'ଣ କରିବା, ଗୋଟେ ମାନୋମିଟର ଖୋଜିଦେବା, ତାହେଲେ ଏ ଯେଉଁ କେତେ ପାଣି ବାହାରୁଛି, ତାହେଲେ ସେଇଟା କ'ଣ ହେବ, କେତେ ଚାପ ସେଠି ସୃଷ୍ଟି ହେଉଛି ସେଇଟାକୁ କ'ଣ କରାଯିବ, ମପା ଯାଇପାରିବ। ଆଉ ଆଇଭିରେ କ'ଣ ଲେଖିବ, ଜଳର ଉର୍ଦ୍ଧ୍ୱ ପରିବହନ ପାଇଁ ଉଚ୍ଚ ଗଛ ଗୁଡ଼ିକରେ ମୂଳଜ ଚାପ ଅଧିକ ହେବା କଥା କିନ୍ତୁ ତାହା ହୁଏ ନାହିଁ। ଆଉ ଯେତେ ସବୁ ମୂଳଜ ଚାପ କ'ଣ ହେଉଛି, ମାନେ ଯେତେ ସବୁ ବଡ଼ ଗଛ ଗୁଡ଼ାକରେ ମୂଳଜ ଚାପ ଅଧିକ ହେବା କଥା କିନ୍ତୁ ସେପରି ହୁଏ ନାହିଁ, ସେଠି କ'ଣ ହୁଏ, ସର୍ବନିମ୍ନ ହୁଏ। ତ ଉଚ୍ଛେଦନର ବେଗ ସର୍ବାଧିକ ହେଲେ ଜଳ କ'ଣ କରେ, ସର୍ବାଧିକ ଉଠିଥାଏ, ସେତେବେଳେ ମୂଳଜ ଚାପ କ'ଣ ହୁଏ, ସର୍ବନିମ୍ନ ହୋଇଥାଏ। ତାହେଲେ ଏଇ ଯେଉଁ ଉଚ୍ଛେଦନର ବେଗ ଯେତେବେଳେ କ'ଣ ହେବ, ସର୍ବାଧିକ ହେବ, ତାହେଲେ ଜଳ ମଧ୍ୟ କ'ଣ ହେବ, ମାନେ ବହୁତ ଉଚ୍ଚକୁ ଉଠିବ, କିନ୍ତୁ ସେଠି କ'ଣ ହେବ, ମୂଳଜ ଚାପଟା ସର୍ବନିମ୍ନ ହୋଇଥାଏ। ତାହେଲେ ଦେଖ ଏହାପରେ ଆମର ହେଉଛି ସଂଶକ୍ତି ବଳ, ଏଇଟା ଆଲୋଚନା କରିବା। ସେଇଟା କ'ଣ, ତାହେଲେ ଏଠି ଦେଖ କ'ଣ ତୁମେ ଲେଖିବ, ଏଇ ଯେଉଁ ଜଳର ଶୋଷଣ ମୁଖ୍ୟତଃ ଉଚ୍ଛେଦନ ପ୍ରକ୍ରିୟା ଦ୍ୱାରା ସଂଗଠିତ ହୋଇଥାଏ। ଆଉ ଏହି ପ୍ରକ୍ରିୟା ହେତୁ ପ୍ରଚୁର ପରିମାଣରେ ଆମ ଜଳକ୍ଷୟ ହୁଏ। ଆଉ ଜଳକ୍ଷୟ ଯୋଗୁଁ ପତ୍ର ଫଳକରେ ଜଳର ବିସରଣ ଚାପ କମିଯାଏ। ତେଣୁ କ'ଣ ହୁଏ, ପତ୍ର ଯେଉଁ ଶିରା ଆଉ ଉପର ଶିରାରେ ଜଳ ରହିଛି, ତାହେଲେ ସେଇଟା କ'ଣ ହୁଏ, ପତ୍ର ଫଳକ ମଧ୍ୟକୁ ଗତି କରେ, ଫଳରେ ଶିରା ପ୍ରସାରରେ ଜଳର ବିସରଣ ଚାପ କମିଯାଏ। ଯେତେବେଳେ ଶିରା ପ୍ରସାର ଯେଉଁ ଚାପଟା ପଠାଇଦେଲା କେଠି ଜଳ ସବୁ ପତ୍ର ଫଳକକୁ, ତାହେଲେ କ'ଣ ହେବ, ସେଠି ପୁଣି ତାର ବିସରଣ ଚାପ କମିଯାଏ। ତାହେଲେ ଏ ଯେଉଁ ପତ୍ର ଫଳକ ଆଉ ଶିରା ପ୍ରସାରରେ ପୂର୍ବାବସ୍ଥା ଆଣିବା ପାଇଁ
ଜଳ ତାହେଲେ କାଣ୍ଡର ଜାଇଲେମ୍ ଟିସ୍ୟୁର ପତ୍ରର ଶିରାକୁ ପ୍ରବେଶ କରେ। ତାହେଲେ ଏଇ ଯେଉଁ କାଣ୍ଡର ଯେଉଁ ଜାଇଲେମ୍ ଟିସ୍ୟୁ ରହିଛି ତାହେଲେ ସେଇ ଯେଉଁ ଜଳ ସେଟା ଏଠି ପ୍ରବେଶ କରେ। ତାହେଲେ ଏଇ ଯେଉଁ ପତ୍ରରେ ଥିବା ଶିରା ପ୍ରଶ୍ରାକୁ ପ୍ରବେଶ କରେ। ଆଉ କାଣ୍ଡରେ ଥିବା ଜାଇଲେମ୍ରେ ଜଳଧାରାକୁ ଅକ୍ଷୁଣ୍ଣ ରଖିବା ପାଇଁ ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ, ଅର୍ଥାତ୍ ପତ୍ର ପୃଷ୍ଠରେ ଉତ୍ସେଚନଜନିତ ଆକର୍ଷଣ ଯୋଗୁଁ ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ଏକ ନିରବଚ୍ଛିନ୍ନ ଧାରା ପ୍ରବାହିତ ହୋଇଥାଏ। ଆଉ ଜଳର ଏହି ଧାରାକୁ କ'ଣ କୁହାଯାଏ? ଉଚ୍ଛେଦନ ସ୍ରୋତ କୁହାଯାଏ। ଆଉ ଏହି ଜଳଧାରା ଛିନ୍ନ ନ ହେବାର ଦୁଇଟି କାରଣ ହେଉଛି, ସେଇଟା ଗୋଟେ ହେଉଛି କ'ଣ? ସଂଶକ୍ତି ବଳ, ଆଉ ଗୋଟେ ହେଉଛି ସଂଲଗ୍ନ ବଳ ବା ଏଠି 6 ନମ୍ବର କ'ଣ କହୁଛି? ଉଦ୍ଭିଦରେ ଜଳ ପରିବହନ ଦର୍ଶାଉଥିବା ଏକ ପରୀକ୍ଷଣ ବର୍ଣ୍ଣନା କର। ତାହେଲେ ଯେଉଁ ଉଦ୍ଭିଦରେ ଯେଉଁ ଜଳ କେମିତି ପରିବହନ କରୁଛି ଗୋଟେ ପରୀକ୍ଷା କରିବ। ତାହେଲେ କ'ଣ ଲେଖିବ? ଉଦ୍ଭିଦରେ ଜଳର ପରିବହନ ଦର୍ଶାଇବା ପାଇଁ ଏକ ପରୀକ୍ଷଣ କ'ଣ କ'ଣ ଆବଶ୍ୟକ ଉପକରଣ କ'ଣ ରହିଛି? ଗୋଟେ ହେଉଛି କନିକାଲ ଫ୍ଲାସ୍କ, ଆଉ ନାଲି କାଳି ବା ସାଫ୍ରଲିନ୍ ରଙ୍ଗ, ଜଳ ଆଉ ହରଗୌରୀ ଗଛ। ହରଗୌରା ଏଇଟା ହେଲା କ'ଣ? ହରଗୌରା ଗୋଟେ ଗଛ। ତାହେଲେ ତୁମେ ଏଭଳିଆ ଗୋଟେ ଯେକୌଣସି ଗୋଟେ କନିକାଲ ଫ୍ଲାସ୍କ ବା ଯେକୌଣସି ଗୋଟେ ଜାଗାରେ ତୁମେ କ'ଣ କରିବ? ଗୋଟେ ନେବ, ଆଉ କିଛି ନାଲି ପାଣି ବା ତୁମେ ଯେଉଁ କ'ଣ ସାଫ୍ରଲିନ୍ ରଙ୍ଗ ବା ତୁମେ ଯେଉଁ ଅଳତା ରଙ୍ଗ ଯେକୌଣସି ଗୋଟେ ରଙ୍ଗ ତୁମେ ନେଲ, ଆଉ କିଛି ଜଳ ନେବ, ଆଉ ଗୋଟେ ଏ ଯେଉଁ ଗଛ ନେଲ, ହରଗୌରା ଗଛ। ତାପରେ ତୁମେ କ'ଣ କରିବ? ଦେଖ, ତାକୁ ପରୀକ୍ଷା କ'ଣ ଲେଖିବ? ପରୀକ୍ଷଣ ଏଇଭଳିଆ ଲେଖିଦେବ। ତାହେଲେ ଗୋଟିଏ କନିକାଲ ଫ୍ଲାସ୍କର ଅଧା ପାଣି ନିଆଯାଉ, ଆଉ ସେଥିରେ 2-3 ବୁନ୍ଦା ନାଲି କାଳି ମିଶାଯାଉ। ନାଲି କାଳି ମିଶାଇ ଦେବ। ତାହେଲେ ପାଣିର ରଙ୍ଗ ଲାଲ ହେଉଛି କି ନାହିଁ ଦେଖାଯାଉ। ଆଉ ଗୋଟିଏ ହରଗୌରା ଗଛକୁ ସାବଧାନରେ ମାଟିରୁ ଚେର ସହ ଉପାଡ଼ି ବାହାର କରାଯାଉ। ଏବେ ଚେରରୁ ମାଟି ଧୋଇ ଦିଆଯାଉ। ଆଉ କ'ଣ କନିକାଲ ଫ୍ଲାସ୍କରେ ଗଛଟିକୁ ସିଧା କରି ଠିଆ କରାଯାଇ ସେଥିରେ ଚେର ନାଲି ପାଣିରେ ଯେମିତି ବୁଡ଼ି ରହିବ। ଦେଖ, 1 ଘଣ୍ଟା ପରେ ଏହି ପରିବହନକୁ ଲକ୍ଷ୍ୟ କରାଯାଉ। ତାହେଲେ ଦେଖ, ତାହେଲେ ଏଇଭଳିଆ ଗୋଟେ ତୁମେ ଜାଗା ନେଲ। ତାପରେ ଏଇ ଯେଉଁ ହରଗୌରା ଗଛ ତାର ପତ୍ର ମାନେ ତୁମେ କ'ଣ କରିବ? ଭୂଇଁରେ ଥିବ ତାକୁ ଆଣିବ, ଟାଣି ଆଣିବ ଯେମିତି, ଆଉ ଯେତେ ସବୁ ଇଏ ନଥିବ ଚେରରେ କ'ଣ ନଥିବ ମାଟି ଯେମିତି ନ ହୋଇଥିବ ତାକୁ ଭଲ ଭାବରେ ରଖିଦେବ, ମାନେ ଧୋଇଦେବ। ତାପରେ ଏଠି ସିଧା କରି ଏଇଭଳିଆ ସିଧା କରି ତାକୁ ରଖିଦେବ। ତାପରେ 1 ଘଣ୍ଟା ପରେ ଲକ୍ଷ୍ୟ କରିବ କ'ଣ ହେଉଛି ଦେଖିବ। ତାହେଲେ କ'ଣ ହେବ? ତାହେଲେ ଏଇ ଯେଉଁ ଲାଲି ପାଣି ଗୁଡ଼ାକ ଏଇ ଉପରକୁ ସେ ଉଠିଯିବ। ଏଗୁଡ଼ା ପୁରା ସେ ଯେଉଁ ତାର ଏ ଯେଉଁ କାଣ୍ଡ ତାର ଏଗୁଡ଼ାକ ସବୁ କ'ଣ ହେବ? ଲାଲ ଭଳିଆ ସବୁ ଦେଖାଯିବ। ଦେଖ, ତୁମେ ଯଦି ଏଇ ଚିତ୍ରରେ ଦେଖିପାରିବ, ଦେଖ ଏଠି ଟିକେ ପୁରା ଟିକେ ଲାଲ ଲାଲ ଦେଖାଯାଉଛି। ଏଇଭଳିଆ ଦେଖ, ଏଠି ଯଦି ଭଲ ଭାବରେ ଲକ୍ଷ୍ୟ କରିବ, ଏଇ ଦେଖ ଏଇଟା ଟିକେ ଲାଲ ଲାଲ ଦେଖାଯାଉଛି। ତାହେଲେ ତୁମେ ସେଇ ଯେଉଁ କ'ଣ ଲାଲ ରଙ୍ଗ ଦେଇଥିଲ, ତାହେଲେ ସେଇଟାକୁ ତୁମେ ପର୍ଯ୍ୟବେକ୍ଷଣ କ'ଣ ଲେଖିବ? ଦେଖ, ଲେଖିଦେବ ପର୍ଯ୍ୟବେକ୍ଷଣ। ହରଗୌରା ଗଛର କାଣ୍ଡ ଓ ପତ୍ରର ଶିରା ପ୍ରଶିରା କ'ଣ ହେବ? ଲାଲ ଦେଖାଯିବ। ତାହେଲେ ସିଦ୍ଧାନ୍ତ କ'ଣ ହେଲା? ଏ ଯେଉଁ କନିକାଲ ଫ୍ଲାସ୍କରେ ଥିବା ନାଲି ପାଣି ଚେର ଦ୍ୱାରା ଶୋଷିତ ହୋଇ ଗଛର କାଣ୍ଡ ପତ୍ରର ଶିରା ମଧ୍ୟକୁ ପରିବାହିତ ହୋଇଥାଏ। ଆଉ ଏଥିରୁ ଜଣାଗଲା ଯେ ଉଦ୍ଭିଦରେ ଜଳ ପରିବହନ ହୋଇଥାଏ। ଏଇଟା ଆମର ସିଦ୍ଧାନ୍ତ ଲେଖିଦେବ। ଦେଖ, ଏଇ ଯେଉଁ 7 ନମ୍ବର କ'ଣ ଅଛି? ମଣିଷ ହୃତ୍ପିଣ୍ଡର ଅଭ୍ୟନ୍ତରୀଣ ଗଠନ ନାମାଙ୍କିତ ଚିତ୍ର ଦିଅ। ତାହେଲେ ତୁମେ ଏଇଭଳିଆ ଚିତ୍ର ଏହାକୁ କରିଦେବ। ତାପରେ ଏଠି ସବୁ ନାଁ ଦେଇଦେବ। ଏଇଟା କ'ଣ? ଏଇଟା ହେଲା ଆମର ବାମ ଅଳିନ୍ଦ, ଏ ପାଖ ହେଲା ଦକ୍ଷିଣ ଅଳିନ୍ଦ, ଏ ପାଖ ହେଲା ଦକ୍ଷିଣ ନିଳୟ, ଆଉ ଏ ପାଖରେ ହେଲା କ'ଣ? ବାମ ନିଳୟ। ଆଉ ଇଏ ହେଲା ଊର୍ଦ୍ଧ୍ୱ ମହାଶିରା, ଇଏ ହେଉଛି ନିମ୍ନ ମହାଶିରା। ଆଉ ଏଇଟା ଯେ ଦେଖୁଛୁ ଏଇଟା ହେଉଛି ବାମ ପୁଷ୍ପଧମନୀ, ଆଉ ଏଇଟାକୁ ଦେଖୁଛ ଇଏ ହେଉଛି ହେଲା ଆମର ମହାଧମନୀ। ଆଉ ଏଇ ଯେଉଁ ଅର୍ଦ୍ଧ ଚନ୍ଦ୍ରାକୃତି ଯେଉଁ କପାଟିକା, ଦେଖ ଏଗୁଡ଼ାକ ଆମର ସବୁ କ'ଣ ଅଛି? ସବୁ କପାଟିକା ଗୁଡ଼ାକ ଅଛି। ଆଉ ଏଇଟା ଦେଖ, ଏଇଟା ଆମର ହେଲା 3 ପାଖୁଡ଼ା ବିଶିଷ୍ଟ କପାଟିକା। ଆଉ ଏଇଟା ଦେଖ, ଏଇଟା କ'ଣ? ଏଇଟା ହେଉଛି ଦକ୍ଷିଣ ଫୁସ୍ଫୁସ୍ ଧମନୀ। ହଁ, ଏଇଟା ଦେଖ ଗୋଟେ ଲାଇନ୍ରେ ଏମିତି ଅଛି। ଏଇଟା ଏତିକି ଭାଗ ସେ ପଛଆଡ଼େ ଟିକେ ଲୁଚିଛି। ତାହେଲେ ଏ ପାଖଟା ହେଲା କ'ଣ? ଦକ୍ଷିଣ ଫୁସ୍ଫୁସ୍ ଧମନୀ, ଏ ପାଖ ହେଲା ବାମ ଫୁସ୍ଫୁସ୍ ଧମନୀ। ତାପରେ ଦେଖ ଏବେ କେତେ 8 ନମ୍ବର। 8 ନମ୍ବର କ'ଣ କହିଛି? ଦେଖ, ଦ୍ୱୈତ ସଞ୍ଚାଳନ। ତାହେଲେ ଦ୍ୱୈତ ସଞ୍ଚାଳନ କ'ଣ?
ଦେଖ ମୁଁ ଏଟାକୁ ବୁଝେଇବା ପାଇଁ ଗୋଟେ ଏଠି ଚିତ୍ରଟା ନେଇଛି। ଦେଖ ଏହାର ଆମେ ପଢ଼ି ପଢ଼ି ଏହାକୁ ମାନେ ସବୁ ବୁଝିବା। କ'ଣ କହିଛି ଦେଖ କ'ଣ ଲେଖିବ, ତାହେଲେ ଯେଉଁ ମନୁଷ୍ୟ ତଥା ଅନ୍ୟ ସ୍ତନପାୟୀ ଓ ପକ୍ଷୀମାନେ ହୃତ୍ପିଣ୍ଡ ତାଙ୍କର ଯେଉଁ ହୃତ୍ପିଣ୍ଡଟା କ'ଣ 4 ପ୍ରକୋଷ୍ଠ ବିଶିଷ୍ଟ ହୋଇଥିବାରୁ ଏମାନଙ୍କର ହୃତ୍ପିଣ୍ଡରେ ଅମ୍ଳଜାନ ଯୁକ୍ତ ରକ୍ତ ଓ ଅଙ୍ଗାରକାମ୍ଳ ବିହୀନ ରକ୍ତ ମିଶ୍ରଣ ହୁଏ ନାହିଁ। ତାହେଲେ ଏଠି କ'ଣ ତୁମେ ଜାଣିଲ ଆମର 4ଟା କୋଠରୀ ଅଛି, ଏଇଟା ଗୋଟେ ଏଇଟା ଗୋଟେ ଏଠି ଗୋଟେ ଏଠି ଗୋଟେ। ତାହେଲେ ଏଠି ଯେଉଁ 4ଟା ଅଛି ବୋଲି ତାହେଲେ ଏଇ ଯେଉଁ ଦେଖ ରକ୍ତରେ ଆମର କ'ଣ ଦେଖ ଥରେ ରକ୍ତରେ ରକ୍ତ ମାନେ ଅମ୍ଳଜାନ ମିଶିକି ଥିବ ଆଉ ଥରେ ଅଙ୍ଗାରକାମ୍ଳ ମିଶିକି ଥିବ, ଆଉ କିନ୍ତୁ ସେଗୁଡ଼ାକ କ'ଣ ହୁଏ ମିଶ୍ରଣ ହୁଏ ନାହିଁ। ଆଉ ଦେଖ ବାମ ପଟର ଅଳିନ୍ଦ ନିଳୟ ମଧ୍ୟ ଦେଇ ଅମ୍ଳଜାନ ଯୁକ୍ତ ରକ୍ତ ପ୍ରବାହିତ ହେଉଥିଲା ବେଳେ ଦକ୍ଷିଣ ପଟ ଅଳିନ୍ଦ ନିଳୟ ମଧ୍ୟ ଦେଇ ଅମ୍ଳଜାନ ବିହୀନ ରକ୍ତ ସଞ୍ଚାଳନ ହୋଇଥାଏ। ତାହେଲେ ଏଇଠି ଯଦି ଲକ୍ଷ୍ୟ କରିବ ଏଇଠି ଦେଖ କ'ଣ କହିଲା ବାମ ପଟ ଅଳିନ୍ଦ ନିଳୟ, ତାହେଲେ ଏଇଟା ହେଲା ଆମର ବାମ ପଟ, ଏଇଠି ଦେଖ এইটা হচ্ছে আমার বাম পট অলিন্দ ଆଉ ଏଇଟା ହେଲା ବାମ ପଟ ନୀଳ। ତାହେଲେ ଏଇ ଯେଉଁ ପାଖଟା ଏଇ ପାଖରେ ଆମର ଜଳଟା କ'ଣ ରକ୍ତଟା କେମିତି ହେଉଛି ଅମ୍ଳଜାନ ଯୁକ୍ତ, ମାନେ ଏଇ ପାଖରେ ଆମର ରକ୍ତଟା ଯେତେବେଳେ ପ୍ରସାରଣ ହୁଏ ଏଇଟା ହେଉଛି ରକ୍ତ ଅମ୍ଳଜାନ ମିଶିଥାଏ। ଆଉ ଯେତେବେଳେ ଏଇ ଯେ ଦେଖ ଏଇ ଯେଉଁ ଦକ୍ଷିଣ ଅଳିନ୍ଦ ଏ ପାଖ ହେଲା ଦକ୍ଷିଣ ଅଳିନ୍ଦ ଆଉ ହେଲା ଦକ୍ଷିଣ ନୀଳ, ତାହେଲେ ଏଠି ଯେତେବେଳେ ରକ୍ତଟା ଯାଏ ତାହେଲେ ସେଠି କ'ଣ ହେବ ଅମ୍ଳଜାନ ବିହୀନ ରକ୍ତ ସଞ୍ଚାଳନ ହୋଇଥାଏ। ବୁଝିଲା। ତାପରେ ଆଉ କ'ଣ ଲେଖିବ ଥାର୍ଡ଼ ପଏଣ୍ଟଟା ଶରୀରର କେଉଁ ଅଂଶକୁ ଥରେ ରକ୍ତ ପହଞ୍ଚିଲା ବେଳକୁ ତାହା 2 ଥର ହୃତ୍ପିଣ୍ଡ ମଧ୍ୟ ଦେଇ ପ୍ରଭାବିତ ହୋଇଥାଏ। ତାହେଲେ ଏହି ପ୍ରକାର ରକ୍ତ ସଞ୍ଚାଳନକୁ କ'ଣ କୁହାଯାଏ ଦ୍ୱୈତ ସଞ୍ଚାଳନ କୁହାଯାଏ। ତାହେଲେ ଏଇ ଯେଉଁ ରକ୍ତଟା ଆମର ଶରୀରକୁ ପହଞ୍ଚୁଛି ମାନେ ଯେତେବେଳେ କହୁଛି ଥରେ ପହଞ୍ଚୁଛି କିନ୍ତୁ ସେତେବେଳେ ଆମର ହୃତ୍ପିଣ୍ଡରେ କ'ଣ ହେଉଛି ସେଇ ଯେଉଁ ରକ୍ତଟା 2 ଥର ହେଉଛି। ତାହେଲେ ଗୋଟିଏ ବାମ ପାଖରେ ଏପଟେ ହେଉଛି ଆଉ ଥରେ ମାନେ ପ୍ରଭାବିତ ହେଉଛି ଆଉ ଏଥରେ ଏପଟେ ପ୍ରଭାବିତ ହେଉଛି, ତାହେଲେ କ'ଣ ହେଉଛି 2 ଥର ହେଉଛି। ତେଣୁ ଏଇଟାକୁ କ'ଣ କୁହାହେଲା ଦ୍ୱୈତ ସଞ୍ଚାଳନ କୁହାଯାଏ। ତାପରେ ଦେଖ କ'ଣ କହିଲା ସଶକ୍ତି ତତ୍ତ୍ୱ। ସଶକ୍ତି ତତ୍ତ୍ୱ ତାହେଲେ ଏଇଟାକୁ ତୁମେ ଆଗରୁ ବି ପଢ଼ିଛ। ଦେଖ ଏଇଟାକୁ କ'ଣ ଲେଖିବ ଦେଖ এই যে জলর শোষণ মুখ্যতঃ উৎসেদন প্রক্রিয়া দ্বারা সংঘটিত হয়ে এই প্রক্রিয়া হেতু পত্রରୁ বহু ପରିମାଣରେ ଜଳ କ୍ଷୟ ହୁଏ। ଏ ପଏଣ୍ଟଗୁଡ଼ାକ ମୁଁ ଆଗରୁ ଥରେ ବୁଝାଇ ଦେଇଛି, ତେବେ ଆଉ ଥରେ ଖାଲି ପଢ଼ି ହେଉଛି ଦେଖ। ଆଉ ଜଳର କ୍ଷୟ ପତ୍ର ଫଳକରେ ଜଳର ବିଶୋଧନ ଚାପ କମିଥାଏ, ଆଉ ତେଣୁ ପତ୍ରର ଶିରା ପ୍ରଶିରାରୁ ଜଳ ପତ୍ର ଫଳକରୁ ମଧ୍ୟ ଗତି କରିଥାଏ। ଆଉ ଶିରା ପ୍ରଶିରାରେ ଜଳ ବିଶୋଧନ କମିଯିବାରୁ ପତ୍ର ଫଳକ ଓ ଶିରା ପ୍ରଶିରାରେ ପୁନର୍ବାର ଆଣିବା ପାଇଁ ଜଳ କାଣ୍ଡ ଜାଇଲମ୍ ଟିସ୍ୟୁର ପତ୍ର ଶିରା ପ୍ରଶିରାକୁ ଗତି କରିଥାଏ। ଏଗୁଡ଼ାକ ସବୁ ବୁଝାଇ ଦେଇଛି। ଆଉ କେତେ ନମ୍ବର ଦେଖ 4 ପଏଣ୍ଟଟା କ'ଣ ଲେଖିବ କାଣ୍ଡରେ ଥିବା ଜାଇଲେମ୍ରେ ଜଳର ଧାରା ଅକ୍ଷୁଣ୍ଣ ରଖିବା ପାଇଁ ଜଳ ମୂଳରୁ ଶୋଷିତ ହୋଇ କାଣ୍ଡ ପର୍ଯ୍ୟନ୍ତ ଆସେ, ଅର୍ଥାତ୍ ପତ୍ର ପୃଷ୍ଠର ଉତ୍ସେଦନ ଜନିତ ଆକର୍ଷଣ ଯୋଗୁଁ ମୂଳରୁ ପତ୍ର ପର୍ଯ୍ୟନ୍ତ ଜଳର ଏକ ନିରବଚ୍ଛିନ୍ନ ଧାରା ପ୍ରବାହିତ ହୋଇଥାଏ। ଆଉ କ'ଣ ଲେଖିବ ତାହେଲେ ଜଳର ଏହି ଧାରାକୁ ଉତ୍ସେଦନ ସହିତ କୁହାଯାଏ। ଏହି ଧାରା ନିମ୍ନମୁକ୍ତ 2 କାରଣ ଯୋଗୁଁ ହୋଇଥାଏ କ'ଣ ତାହେଲେ ସେଇଟା ହେଉଛି ସଂସକ୍ତି ବଳ ଆଉ ଗୋଟେ ହେଉଛି ସଂଲଗ୍ନ ବଳ। ଏ ପଏଣ୍ଟ ଗୁଡ଼ାକ ମୁଁ ଆଗରୁ କହିଥିଲି। ଆଉ ଦେଖ ଏଇଟା ମନେ ରଖିବ। ତାପରେ ଦେଖ ଗରେ କ'ଣ ହେଇଛି ଶିରା ଓ ଧମନୀ। ତାହେଲେ ଶିରା ଆଉ ଧମନୀ ତାହେଲେ ଏଇ ଯେଉଁ ଲାଲ କଲର୍ ଦେଖୁଛ ଇଏ ହେଉଛି ଆମର କ'ଣ ଧମନୀ, ଆଉ ଏଇ ଯେଉଁ ବ୍ଲୁ କଲର୍ ଦେଖୁଛ ଏଇଟା ହେଉଛି କ'ଣ ଆମର ଶିରା। ତାହେଲେ ଏଗୁଡ଼ାକ ତୁମେ କ'ଣ ଲେଖିବ ଦେଖ ଶିରା ଓ ଧମନୀ ମଧ୍ୟରେ ରକ୍ତ ସଞ୍ଚାଳିତ କରିବାରେ ହୃତ୍ପିଣ୍ଡ ମୁଖ୍ୟତଃ ଗୋଟିଏ ପମ୍ପ ଭଳି ଅବିରାମ ଭାବରେ ଗତି କରିଥାଏ ବା କାର୍ଯ୍ୟ କରିଥାଏ। ଏ ଯେଉଁ ଶିରା ଓ ଧମନୀରେ ଆମର ରକ୍ତ ସଞ୍ଚାଳନ ହୋଇଥାଏ ବା ରକ୍ତ ଯିବା ଆସିବା କରେ, ତାହେଲେ ଏଥି ଯେଉଁ ରକ୍ତରେ ସେ ଯେଉଁ ସଞ୍ଚାଳନ ହେଉଛି ଏଇଟା କାହା ଦ୍ୱାରା ହେଉଛି ଆମର ଯେଉଁ ହୃତ୍ପିଣ୍ଡ ଠିକ୍ ପମ୍ପ ଭଳି ମାନେ ଅବିରାମ ଭାବରେ ସେ କାର୍ଯ୍ୟ କରୁଛି। ଆଉ ଯେତେବେଳେ ହୃତ୍ପିଣ୍ଡ ବନ୍ଦ ହେଇଯିବ ମାନେ ଆମର ଆଉ ବଞ୍ଚିବା ନାହିଁ, ଯେତେବେଳେ ମରିଯିବା। 2 ନମ୍ବର କ'ଣ କହିଲା ହୃତ୍ପିଣ୍ଡର ସଂକୋଚନ ଜନିତ ଚାପ ଫଳରେ ଧମନୀ ଓ ରକ୍ତକୋଷିକ ଦେଇ ରକ୍ତ ପ୍ରବାହିତ ହୋଇ ଶରୀରର ପ୍ରତ୍ୟେକ କୋଷ ନିକଟରେ ପହଞ୍ଚେ, ଆଉ ଏଥିରୁ କୋଷ ଅମ୍ଳଜାନ ଖାଦ୍ୟ ଓ ଅନ୍ୟାନ୍ୟ ପଦାର୍ଥ ଆବଶ୍ୟକ ମୁତାବକ ସଂଗ୍ରହ କରିଥାଏ। ତାହେଲେ ଏଠି ଦେଖ ଆମର ଏଇ ଯେଉଁ ଧମନୀର କାର୍ଯ୍ୟଟା ଏଠି ଲେଖିଥିଲା। ତାହେଲେ ଯେତେବେଳେ କହୁଛି କ'ଣ କହୁଛି ଏଇ ଯେଉଁ ହୃତ୍ପିଣ୍ଡ ଯେଉଁ ସଂକୋଚିତ ହେଲା ଏହା ଫଳରେ କ'ଣ ହେଲା ଏଇ ଯେଉଁ ଧମନୀ ଆଉ ଆମର ଯେଉଁ ରକ୍ତ କୋଷିକ ସବୁ ରହିଛି ସେଠି କ'ଣ ପ୍ରଭାବିତ ହେଲା ରକ୍ତ ପ୍ରବାହିତ ହେଲା। ଏ ଯେଉଁ ରକ୍ତ ପ୍ରବାହିତ ହେବା ଫଳରେ କ'ଣ ହେବ
ସେଇ ରକ୍ତ ଆମର ଯେଉଁ ଶରୀର ବିଭିନ୍ନ କୋଷରେ ଏଇଟା ପହଞ୍ଚି ଯାଇଥାଏ। ତାହେଲେ ସେଇ ଯେଉଁ ଏଥିରୁ କ'ଣ ନିଏ, ତାହେଲେ ସେଇ ରକ୍ତ ଯେଉଁ ପହଞ୍ଚିଗଲା ତାହେଲେ ସେଠି ଆମର ଅମ୍ଳଜାନ ନିଏ କୋଷ, ଖାଦ୍ୟ ନିଏ ଆଉ ଅନ୍ୟାନ୍ୟ ପଦାର୍ଥ ଯେତେ ସବୁ ସଂଗ୍ରହ କରେ। ତାପରେ ତମେ ଥାର୍ଡ଼ ପଏଣ୍ଟ କ'ଣ ଲେଖିବ, ତାହେଲେ ଅମ୍ଳଜାନ ଓ ଖାଦ୍ୟ କୋଷ ମଧ୍ୟରେ ବ୍ୟବହୃତ ହେଲା ପରେ କୋଷରୁ ବାହାରୁଥିବା ଯେଉଁ ଅଙ୍ଗାରକାମ୍ଳ ଆଉ ବିଭିନ୍ନ ବର୍ଜ୍ୟବସ୍ତୁ କୋଷ ବାହାରକୁ ଚାଲି ଆସେ। କିଛି ତ କାର୍ଯ୍ୟ କଲା, ଯେତେବେଳେ ଅମ୍ଳଜାନ ନେଇଗଲା ଆଉ କିଛି ଖାଦ୍ୟ ନେଲା, ତାପରେ କୋଷ କ'ଣ କଲା, ଖାଦ୍ୟ ମାନେ କାମ କଲା। ତାହେଲେ ସେଠି ଯେଉଁ ଯେତେବେଳେ କାମ କରିସାରିଲା ପରେ କିଛି କାର୍ଯ୍ୟ ହେଲା ପରେ ସେଠି କ'ଣ ବାହାରୁଛି, ସେଠି ଅଙ୍ଗାରକାମ୍ଳ ବାହାରୁଛି ଆଉ ବିଭିନ୍ନ ବର୍ଜ୍ୟବସ୍ତୁ କୋଷ କ'ଣ ହେଉଛି ବାହାରକୁ ଚାଲିଯାଉଛି। ତାହେଲେ ପ୍ରଥମେ ଶିରା ରକ୍ତକୋଷିକ ପରେ ଛୋଟ ଶିରା ଦ୍ୱାରା ଏହି ସମସ୍ତ ସଂଗୃହୀତ ହୋଇ ଶିରା ମଧ୍ୟକୁ ପ୍ରବେଶ କରେ ଆଉ ଶିରା ମଧ୍ୟ ଦେଇ ପ୍ରବାହିତ ହୋଇ ହୃତ୍ପିଣ୍ଡକୁ ଆସେ। ତାହେଲେ ସେଇ ଯେଉଁ ବର୍ଜ୍ୟବସ୍ତୁ ଆସିଲା ବା ଅଙ୍ଗାରକାମ୍ଳ ବାହାରିଲା, ବର୍ଜ୍ୟବସ୍ତୁ ଆସିଲା, ତାହେଲେ ସେଇଟା କିଏ ଆଣୁଛି, ଏଇ ଆମର ଶିରା ଦ୍ୱାରା ଆସୁଛି। ତାହେଲେ ଶିରା ଦ୍ୱାରା କେଉଁଠୁ ଆସୁଛି, ସେ ଚାଲି ଯାଉଛି ଆମର ହୃତ୍ପିଣ୍ଡକୁ ଆସେ। ଆଉ ଶିରା ଉପରେ ଥିବା ପେଶୀର ସଂକୋଚନ ପ୍ରସାରଣ ଯୋଗୁଁ ରକ୍ତ ଠେଲି ହୋଇ ହୃତ୍ପିଣ୍ଡ ପର୍ଯ୍ୟନ୍ତ ପହଞ୍ଚି ଆସେ। ଏହା ଛଡ଼ା ଶିରାରେ ରହିଛି ଏକ ବିଶେଷ ଧରଣର କପାଟିକା, ଫଳରେ ରକ୍ତ ଶିରା ମଧ୍ୟରେ ପଛକୁ ଫେରିପାରେ ନାହିଁ। ତାହେଲେ ତୁମେ ଯଦି ଏଇ ଯେଉଁ ଚିତ୍ର ଅଛି ତୁମେ ଲକ୍ଷ୍ୟ କରିବ, ଏଇଠି ଦେଖ এইগুড়াক କ'ଣ ଅଛି, ଏଇଟା ହେଉଛି କପାଟିକା, ମାନେ ଆମର ଯେଉଁ ଶିରାରେ ଏଇଗୁଡ଼ା ସବୁ କପାଟିକା ଅଛି, କିନ୍ତୁ ଏଇ ଜିନିଷ ଗୁଡ଼ାକ ଆମର ଧମନୀରେ ନାହିଁ, ଏଇଟା ଧମନୀରେ ନାହିଁ, ମାନେ ଏପଟେ ରକ୍ତଟା ତାହେଲେ ଏପଟ ବି ଯାଇପାରିବ ଏପଟ ବି ଯାଇପାରିବ ଆମ ଧମନୀରେ, କିନ୍ତୁ ରକ୍ତଟା ଯେତେବେଳେ ଆମର ଶିରାରେ ଯାଉଛି କେବଳ ଗୋଟିଏ ଦିଗରେ ହିଁ ସେ ଯିବ, ଆଉ ଏପଟକୁ ସେ ଫେରିପାରିବ ନାହିଁ। ତାହେଲେ এই ଯେଉଁ ଶିରା ଆଉ ଧମନୀର ତୁମେ ଏଇଭଳିଆ ଆନ୍ସର ଲେଖିଦେବ। ତାପରେ ଦେଖ ରକ୍ତର ବର୍ଗ। ଆମ ରକ୍ତ କେତେ ପ୍ରକାର ଅଛି ତୁମେ ଜାଣିଛ। ତାହେଲେ ରକ୍ତ ଯେଉଁ ଗ୍ରୁପ୍ ଏ, ଗ୍ରୁପ୍ ବି, ଗ୍ରୁପ୍ ଏ ବି, ଗ୍ରୁପ୍ ଓ, ତାହେଲେ ଏଗୁଡ଼ାକ ଆମର 4 ରକମର ରକ୍ତର ଯେଉଁ ପ୍ରକାର ଭେଦ ରହିଛି। ତାହେଲେ ଦେଖ ଏଠି ତୁମେ କ'ଣ ଲେଖିବ, ଏହାର ଆନ୍ସର ଏଇଭଳିଆ ଲେଖିଦେବ। ପ୍ରତ୍ୟେକ ବ୍ୟକ୍ତିର ଏକ ନିର୍ଦ୍ଦିଷ୍ଟ ବର୍ଗର ରକ୍ତ ରହିଥାଏ। ତାହେଲେ ଏହି ତଥ୍ୟ କାର୍ଲ ଲାଣ୍ଡଷ୍ଟେଇନର ପ୍ରଥମେ ଆବିଷ୍କାର କରିଥିଲେ। ଏଥିପାଇଁ 1930 ମସିହାରେ ତାଙ୍କୁ ନୋବେଲ ପୁରସ୍କାର ସମ୍ମାନିତ କରାଯାଇଥିଲା। ଆଉ ସେ ଦର୍ଶାଇଥିଲେ ଯେ ରୋହିତ ରକ୍ତ କଣିକାର ବାହ୍ୟ ଆବରଣରେ ରହିଛି କିଛି ବିଶିଷ୍ଟ ପ୍ରୋଟିନ୍। ତାହେଲେ ଏହି ପ୍ରୋଟିନ୍କୁ ସେ ଏ ଓ ବି ନାମରେ ନାମିତ କରିଥିଲେ। ଆଉ ଲୋହିତ ରକ୍ତ କଣିକାର ଆବରଣରେ ଥିବା ଏହି ପ୍ରୋଟିନ୍କୁ କ'ଣ କୁହାଯାଏ, ଏଣ୍ଟିଜେନ୍ କୁହାଯାଏ। ଆଉ ପ୍ଲାଜମାରେ ରହିଛି ସେଭଳି ଦୁଇଟି ପ୍ରୋଟିନ୍ ଯାହାକୁ କ'ଣ କୁହାଯାଏ, ଆଣ୍ଟିବଡି କୁହାଯାଏ। ଯେମିତି ଆଣ୍ଟିଜେନ୍ ଓ ଆଣ୍ଟିବଡିର ବିଶେଷତ୍ୱ ହେଉଛି ଏକ ନିର୍ଦ୍ଦିଷ୍ଟ ଆଣ୍ଟିବଡି କେବଳ ତାହା ପାଇଁ ଉଦ୍ଦିଷ୍ଟ ଆଣ୍ଟିଜେନ୍କୁ ସେ ଚିହ୍ନିପାରେ। ଆଣ୍ଟିବଡିଟା କ'ଣ ହେବ, ତାହେଲେ ଯେ ତାର ଗୋଟେ ଟାଇପ୍ର ସେ ଆଣ୍ଟିଜେନ୍କୁ ସେ ଚିହ୍ନିପାରେ ଆଣ୍ଟିବଡିଟା। ଆଉ ଲୋହିତ ରକ୍ତ କଣିକା ଆବରଣରେ ଥିବା ଆଣ୍ଟିଜେନ୍ ଓ ପ୍ଲାଜମାରେ ଥିବା ଆଣ୍ଟିବଡିର ଉପସ୍ଥିତି ଉପରେ ନିର୍ଭର କରି ମଣିଷରେ 4ଟି ମୁଖ୍ୟ ରକ୍ତ ବର୍ଗ ନିରୂପିତ ହୋଇଛି। ତାହେଲେ ସେଗୁଡ଼ିକ ହେଲା କ'ଣ, ଏ ବି ଆଉ ଓ। ତାହେଲେ ତୁମେ ଏହାର ଆନ୍ସରଟା ଏଇଭଳିଆ ଲେଖିଦେବ। ତାପରେ ଦେଖ ଯେଉଁ କୌଶିକ ଆକର୍ଷଣ। ତାହେଲେ କୌଶିକ ଆକର୍ଷଣ କ'ଣ ତୁମେ ଆଗରୁ ମଧ୍ୟ ପଢ଼ିଛ। ଦେଖ ଏହାର ଆନ୍ସର ତୁମେ କେମିତି ଲେଖିବ, ମୁଁ ଆଗରୁ ବୁଝେଇ ବି ଦେଇଥିଲି କେମିତି। ଧର ଏଠି ତୁମେ ଗୋଟେ ଜାଗା ନେଇଥିବ, ତାପରେ କ'ଣ କରିବ, ଯଦି ଏଠି ଜାଗାରେ ଏଠି ପାଣି ନେଇଛ, ପାଣି ତାପରେ ଏଠି କ'ଣ କରିବ, ଗୋଟେ ରୋଡ଼ ଏଇଭଳିଆ ଛୋଟ ପାଇପ୍ ରଖିଦେଲେ କ'ଣ ହୁଏ, ତାହେଲେ ଏଇ ଜଳଟା ଏଇ ଭିତରକୁ ପଶିଯାଏ। ତାହେଲେ ସେଇ ଜିନିଷଟା ଏଠି ବର୍ଣ୍ଣନା ପୁଣି କରାଯାଇଛି। ଦେଖ କ'ଣ ଲେଖିବ, ଗୋଟେ କୌଶିକ ନଳୀକୁ ଜଳରେ ବୁଡ଼ାଇଲେ କୌଶିକ ଆକର୍ଷଣ ଜନିତ ଚାପ ଓ ଜଳର ଉଚ୍ଚ ପୃଷ୍ଠସ୍ଥାନ ଫଳରେ ଜଳ କୌଶିକ ଜଳ ମଧ୍ୟ ଦେଇ କିଛି ଉପରକୁ ଉଠି ଆସେ। ଆଉ ଜଳ ମଧ୍ୟରେ ଜଳର ଉଚ୍ଚତା ବୃଦ୍ଧି ନଳୀର ବ୍ୟାସ ଉପରେ ନିର୍ଭର କରେ। ତାହେଲେ ଏଇ ଯେଉଁ ପାଇପ୍ଟା ତାହେଲେ ଯେତେ ଛୋଟ ହେବ ସେତେ ଉପରକୁ ଉଠିବ, ସେଇ କଥା କୁହାଯାଇଛି। ଆଉ ନଳୀର ବ୍ୟାସ ଯେତେ ଛୋଟ ହେବ ଜଳର ଉଚ୍ଚତା ସେତେ ଅଧିକ ହେବ, ମାନେ ଯେତେ ବ୍ୟାସଟା ଯେତେ ବଡ଼ ହେବ ଜଳ କମ୍ ଉଠିବ, ଆଉ ଯେତେ ସରୁ ହେବ ସେତେ ଅଧିକ ଉଠିବ। ଆଉ ଜାଇଲେମ୍ କୌଶିକ ନଳୀ ସଦୃଶ ଆମର ଏଇ ଯେଉଁ ଜାଇଲେମ୍ଟା, ଏଇ ଦେଖ ଏଇଟା ହେଉଛି ଆମର ଜାଇଲେମ୍, ଏଇଟା କ'ଣ, ଏଇଟା ହେଉଛି ଜାଇଲେମ୍। ତାହେଲେ ଏ ହେଉଛି ଠିକ୍ କୌଶିକ ନଳୀ ଭଳିଆ, ଏଇଟା ଦେଖ। ତାହେଲେ ଜଳ ଜାଇଲେମ୍ ଠିକ୍ କ'ଣ ନଳୀ ସଦୃଶ, ତାହା ମଧ୍ୟ ଦେଇ ଜଳ କୌଶିକ ଆକର୍ଷଣ ଯୋଗୁଁ ଉପରକୁ ଉଠେ। ଆଉ ଏଠାରେ ମନେ ରଖିବ, ତାହେଲେ 1 ମିଲିମିଟରର
100 ଭାଗରୁ 1 ଭାଗ ବ୍ୟାସ ବିଶିଷ୍ଟ ଜାଇଲେମ୍ ନଳୀରେ କୈଶିକ ଆକର୍ଷଣ ଯୋଗୁଁ ଜଳ 3 ମିଟର ପର୍ଯ୍ୟନ୍ତ ସେ ଉଠିପାରେ। ଆଉ କ'ଣ କହିଲା, କେତେକ ଜାଇଲେମ୍ ଟିସୁର ବ୍ୟାସ 0.001 ମିଲିମିଟରରୁ ଊଣା, ତେଣୁ ଉକ୍ତ ନଳୀରେ ଜଳ କେତେ 10 ମିଟର ପର୍ଯ୍ୟନ୍ତ ଉପରକୁ ଉଠିପାରେ, ଆଉ ତାଠାରୁ ଅଧିକ ନୁହେଁ। ତାହେଲେ ଏଠି ବୁଝିପାରିଲ। ଦେଖ, ଯଦି କହୁଛି 1 ମିଲିମିଟର 100 ଭାଗରୁ 1 ଭାଗ ଯଦି ଥିବ ତାହେଲେ କେତେ ମିଟର ଉଠୁଛି 3 ମିଟର ଉଠୁଛି। ଯଦି ଏଇ ଯେଉଁ ଜାଇଲେମ୍ ଟିସୁର ବ୍ୟାସଟା ଯଦି କେତେ ହେବ 0.001 ମିଲିମିଟରରୁ ଆହୁରି କମ୍ ହେବ, ତେବେ ସେ କେତେ ମିଟର ଆସିବ 10 ମିଟର ପର୍ଯ୍ୟନ୍ତ ଏଟାକୁ ଉଠିପାରିବ। ଆଉ କ'ଣ କହିଲା, ତାହେଲେ ଦେଖ ଏଇ ଯେଉଁ ଛୋଟ ଛୋଟ ଗଛ ମାନେ କମ୍ ଉଚ୍ଚ ପାଇଁ କୌଶିକ ଆକର୍ଷଣ ଜନିତ ପରିବହନ ସମ୍ଭବ, ମାତ୍ର ଅତି ଉଚ୍ଚ ବୃକ୍ଷ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ। ଏଗୁଡ଼ାକ ଆମର କ'ଣ 10 ମିଟର ଯେତିକି ସବୁ ଗଛ ଅଛି, ତାହେଲେ ସେଗୁଡ଼ାକ ପାଇଁ ଏଇସବୁ ଯେଉଁ ନିୟମଟା ଠିକ୍ କାମ କରିବ, କିନ୍ତୁ ଆଉ ଯେଉଁ ଆହୁରି ବଡ଼ ବଡ଼ ଅଛନ୍ତି ତାହେଲେ ଏଇ କୌଶିକରେ ସେ ଯାଇପାରିବ ନାହିଁ। ଆଉ ଗୋଟେ ଦେଖ, ଗୋଟେ ହେଉଛି ମୂଳଜ ଚାପ। ତାହେଲେ ମୂଳଜ ଚାପ କ'ଣ, ତାହେଲେ ଏଟାକୁ କ'ଣ ଲେଖିବ, ଦେଖ କୌଣସି ଏକ ଉଦ୍ଭିଦର କାଣ୍ଡକୁ ଅଧାରୁ କାଟିଦେଲେ କ୍ଷେତସ୍ଥାନରୁ ଜଳୀୟ ପଦାର୍ଥ ବାହାରୁଥିବା ଲକ୍ଷ୍ୟ କରିପାରିବ। ଆଉ ମୂଳଜ ଚାପ ଯୋଗୁଁ ଏହା ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଏହା ପୂର୍ବରୁ ଏଟା ମଧ୍ୟ ଆମେ ପଢ଼ିଛେ। ଗଛର କଟା ଅଂଶରେ ଯଦି ଗୋଟିଏ ମାନୋମିଟର ଖୋଜିଦିଏ, ତାହେଲେ ତେବେ ମୂଳରେ ଯେଉଁ ଚାପ ସୃଷ୍ଟି ହୁଏ ତାହା ମପାଯାଇପାରିବ। ଆଉ ଯଦି ଜଳର ଊର୍ଦ୍ଧ୍ୱ ପରିବହନ ପାଇଁ ମୂଳଜ ଚାପ ଆବଶ୍ୟକ, ତେବେ ଉଚ୍ଚ ଗଛ ଗୁଡ଼ିକରେ ଏହି ଚାପ ପରିମାଣ ଅଧିକ ହେବା କଥା, କିନ୍ତୁ ତାହା ହୁଏ ନାହିଁ। ଆଉ ଲାଷ୍ଟ ପଏଣ୍ଟ କ'ଣ ଲେଖିବ, ଏହି ସମସ୍ତ କାରଣରୁ ଜଳ ପରିବହନରେ ମୂଳଜ ଚାପର ବିଶେଷ ଭୂମିକା ନାହିଁ କହିଲେ ଚଳେ। ତାହେଲେ ଏଇଭଳିଆ ଏହାର ଆନ୍ସର୍ ଗୁଡ଼ିକ ତୁମେ ଲେଖିଦେବ। ତାପରେ ଦେଖ ଏଠି କିଛି ସଂକ୍ଷିପ୍ତ ପ୍ରଶ୍ନ ଦେଇଛି, ସେଗୁଡ଼ାକ ସବୁ ଆଲୋଚନା କରିବ। କୌଶିକ ଆକର୍ଷଣ ଯୋଗୁଁ ଜଳର ପରିବହନ କିପରି ହୋଇଥାଏ। ତାହେଲେ ଏଇ ଯେଉଁ ଏବେ ଯେଉଁଟା ତୁମେ ବୁଝିଲ, ତାହେଲେ କ'ଣ ଲେଖିବ, ଗୋଟିଏ କୌଶିକ ନଳୀକୁ ଜଳରେ ବୁଡ଼ାଇଲେ କୈଶିକ ଆକର୍ଷଣ ଜନିତ ଚାପ ଓ ଜଳର ଉଚ୍ଚ ପୃଷ୍ଠସ୍ଥାନ ଫଳରେ ଜଳ କୌଶିକ ନଳୀ ମଧ୍ୟ ଦେଇ କିଛି ଉପରକୁ ଉଠିଥାଏ। ଆଉ ନଳୀର ବ୍ୟାସ ଯେତେ କମ୍ ହୁଏ ଜଳ ସେତିକି ଉପରକୁ ଉଠିଥାଏ। ଆଉ ଉଦ୍ଭିଦର ଜାଇଲେମ୍ ଟିସୁ କୌଶିକ ନଳୀ ପରି କାର୍ଯ୍ୟ କରୁଥିବାରୁ ଜଳ ପରିବହନ ସମ୍ଭବ ହୋଇଥାଏ। ଏଇ ଜିନିଷଟାକୁ ମୁଁ ଜଷ୍ଟ ପୂର୍ବରୁ ବୁଝେଇଥିଲି। ଏଠି ଧର ପାଣି ଦେଇଛ, ଏଠି ଧର ଏଇଭଳିଆ ଯଦି ରଖିଦେବ, ଏଟା ଧର କାଟିକି ସେ କ'ଣ ହେବ, ସେ ଜଳ ଉପରକୁ କିଛି ସମୟ ଉଠିଯିବ। ଏଇଟା କେମିତି ଆସୁଛି, ଏଇଟା ହେଉଛି ଆମର କୌଶିକ ଆକର୍ଷଣ ଯୋଗୁଁ। ଆଉ ଦେଖ ତାପରେ 2 ନମ୍ବର କ'ଣ ଖଟା କ'ଣ କହୁଛି, ମଣିଷର ରକ୍ତବର୍ଣ୍ଣ କିପରି ନିର୍ଣ୍ଣୟ କରାଯାଏ। ଏଇଟାକୁ କେମିତି ଲେଖିବ, ଦେଖ ଲୋହିତ ରକ୍ତ କଣିକା ଆବରଣରେ ଥିବା ପ୍ରୋଟିନ୍କୁ ଆଣ୍ଟିଜେନ୍, ଆଉ ପ୍ଲାଜମାରେ ଯେଉଁ ପ୍ରୋଟିନ୍କୁ ସେଟା କ'ଣ କୁହାଯାଏ ଆଣ୍ଟିବଡ଼ି। ତାହେଲେ ଯେଉଁ ଲୋହିତ ରକ୍ତ କଣିକା ଯେଉଁ ଆବରଣ ଗୋଟେ ରହିଛି, ସେ ଯେଉଁ ପ୍ରୋଟିନ୍ ଗୋଟେ ଆବରଣ ରହିଛି, ତାହେଲେ ସେଇଟା କ'ଣ କୁହାଯାଏ ଆଣ୍ଟିଜେନ୍। ଆଉ ଯେଉଁ ପ୍ଲାଜମାରେ ଯେଉଁ ପ୍ରୋଟିନ୍ ଥାଏ ତାକୁ ସେଟା କ'ଣ କୁହାଯାଏ ଆଣ୍ଟିବଡ଼ି କୁହାଯାଏ। ଏକ ନିର୍ଦ୍ଦିଷ୍ଟ ଆଣ୍ଟିବଡ଼ି ତା'ର ଉଦ୍ଦିଷ୍ଟ ଆଣ୍ଟିଜେନ୍କୁ ସେ ଚିହ୍ନିପାରେ। ତାହେଲେ ଏ ଯେଉଁ କୌଣସି ମାନେ ନିର୍ଦ୍ଦିଷ୍ଟ ଆଣ୍ଟିବଡ଼ି, ତାହେଲେ କ'ଣ ସେଇ ତା'ର ଉଦ୍ଦିଷ୍ଟ ଆଣ୍ଟିଜେନ୍କୁ ଚିହ୍ନିପାରେ। ଏହି ଆଣ୍ଟିବଡ଼ି ଆଣ୍ଟିଜେନ୍ର ଉପସ୍ଥିତି ଉପରେ ନିର୍ଭର କରି ରକ୍ତବର୍ଣ୍ଣ ନିର୍ଣ୍ଣୟ କରାଯାଉଛି। ତାପରେ ଦେଖ ମଣିଷର ହୃତ୍ପିଣ୍ଡର ପ୍ରକୋଷ୍ଠ ଆଉ କପାଟିକାର ଅବସ୍ଥିତି ଲେଖ। ତାହେଲେ ଏଇ ଯେଉଁ ତାର କେତେଟା ପ୍ରକୋଷ୍ଠ ଅଛି 4ଟା, ଆଉ ଯେଉଁ କପାଟିକା ଅଛି ତାର ସେଗୁଡ଼ାକ ତୁମେ ଚିତ୍ରରେ ଦେଖେଇବ। ଏଇଟାକୁ ତୁମେ 2-3 ଥର ପଢ଼ି ସାରିଲଣି। ଦେଖ ଏଇଟା ହେଉଛି କ'ଣ କେତେ ତାର କଠୋର ରହିଛି ପ୍ରକୋଷ୍ଠ, ଏଇଟା ହେଉଛି 4ଟା ରହିଛି। ଏଗୁଡ଼ାକ ବାମ ଅଣିନ୍ଦ, ଏ ହେଉଛି ବାମ ନିଳୟ, ଆଉ ଏ ପାଖରେ କ'ଣ ଦକ୍ଷିଣ ଅଣିନ୍ଦ, ଏ ହେଉଛି ଦକ୍ଷିଣ ନିଳୟ। 4ଟା ପ୍ରକୋଷ୍ଠ ରହିଲା। ଆଉ ଯେଉଁ କପାଟିକା ମାନେ କ'ଣ କହିଛି କପାଟିକା, ଦେଖ କପାଟିକା ତାହେଲେ କିଏ ଗୁଡ଼ାକ, ତାହେଲେ ଇଏ ଗୋଟେ କପାଟିକା, ଇଏ ହେଉଛି 3 ପାଖୁଡ଼ା ବିଶିଷ୍ଟ କପାଟିକା। ଆଉ ଇଏ ଗୋଟେ କପାଟିକା, ଦେଖ ଇଏ ଗୋଟେ କପାଟିକା, ଏଗୁଡ଼ାକ କପାଟିକା। ଇଏ ହେଉଛି କ'ଣ ଅର୍ଦ୍ଧଚନ୍ଦ୍ରାକୃତି କପାଟିକା। ଆଉ ଗୋଟେ ହେଉଛି 2 ପାଖୁଡ଼ା ବିଶିଷ୍ଟ, ତାହେଲେ ଏଇଟା କ'ଣ 2 ପାଖୁଡ଼ା ବିଶିଷ୍ଟ କପାଟିକା। ତାହେଲେ ଏଗୁଡ଼ାକ ଆମର କପାଟିକା। ତାହେଲେ ଏଟାକୁ କେମିତି ଲେଖିବ, ଦେଖ ମଣିଷ ହୃତ୍ପିଣ୍ଡରେ 4ଟି ପ୍ରକୋଷ୍ଠ ରହିଛି। ଉପର ପ୍ରକୋଷ୍ଠ ଗୁଡ଼ିକୁ ଅଳିନ୍ଦ ଓ ତଳ ପ୍ରକୋଷ୍ଠ ଗୁଡ଼ିକୁ ନିଳୟ କୁହାଯାଏ। ଦକ୍ଷିଣ ପାର୍ଶ୍ୱରେ ଥିବା ଉପର ତଳ ପ୍ରକୋଷ୍ଠକୁ ଯଥାକ୍ରମେ
ଦକ୍ଷିଣ ଅଳିନ୍ଦ ଆଉ ଦକ୍ଷିଣ ନିଳୟ କୁହାଯାଏ। ଆଉ ବାମ ପାର୍ଶ୍ୱରେ ଥିବା ଉପର ଓ ତଳ ପ୍ରକୋଷ୍ଠକୁ କ'ଣ କୁହାଯାଏ? ବାମ ଅଳିନ୍ଦ ଆଉ ବାମ ନିଳୟ କୁହାଯାଏ। ଏଟାକୁ ମୁଁ ଏବେ ଜଷ୍ଟ ବୁଝେଇଦେଲି। ଆଉ ଦକ୍ଷିଣ ଅଳିନ୍ଦ ବାମ ନିଳୟ ଦ୍ୱାରରେ 3 ପାଖୁଡ଼ା ବିଶିଷ୍ଟ କପାଟିକା ଥାଏ। ଆଉ ବାମ ଅଳିନ୍ଦ ଆଉ ବାମ ନିଳୟ ଭିତରେ 2 ପାଖୁଡ଼ା ବିଶିଷ୍ଟ କପାଟିକା ଥାଏ। ଆଉ ନିଳୟ ରକ୍ତ ବାହିନୀ ଦ୍ୱାରା ଅର୍ଦ୍ଧଚନ୍ଦ୍ରାକୃତି କପାଟିକା ଥାଏ। ତ ଏଇ ଯେଉଁ କପାଟିକା ଦେଖ, এইটা হচ্ছে আমার 3 পাଖୁଡ଼ା। এটা କ'ଣ? এই ଯେଉଁ ଦକ୍ଷିଣ ଅଳିନ୍ଦ ଆଉ ଦକ୍ଷିଣ ନିଳୟ, এই ଯେଉଁ ଏଠି ରକ୍ତ ଏପଟ ଆସେ, ତ ଏଇଟା କ'ଣ? 3 ପାଖୁଡ଼ା ବିଶିଷ୍ଟ। ଆଉ যেটা ଆମର ଯେଉଁ ବାମ ଅଳିନ୍ଦରୁ ଆସୁଛି କେଉଁଟା? ବାମ ନିଳୟକୁ, ତାହେଲେ ଏଇଟା ହେଉଛି ଆମର 2 ପାଖୁଡ଼ା ବିଶିଷ୍ଟ। ଆଉ ଗୋଟେ ଦେଖ, এইଠି ଦେଖ, ଲକ୍ଷ୍ୟ କରିବ, এইটা ହେଉଛି ଆମର ଅର୍ଦ୍ଧଚନ୍ଦ୍ରାକୃତି କପାଟିକା। এটা କ'ଣ? ଅର୍ଦ୍ଧଚନ୍ଦ୍ରାକୃତି କପାଟିକା, যেটা ହେଉଛି ଆମର ମହାଧମନୀକୁ ଯାଇଛି। କେଉଁଠୁ? ଆମର ବାମ ନିଳୟରୁ। ତାହେଲେ ଏହାର ଆନ୍ସର ଗୁଡ଼ିକ ଏଇଭଳିଆ ଲେଖିଦେବ। ତାପରେ ଦେଖ ଘ, ତାହେଲେ ଘରେ କ'ଣ କହୁଛି? କେଉଁ କାରକମାନଙ୍କ ଯୋଗୁଁ ଜଳ ମୂଳରୁ ଗଛର ଅଗ୍ରଭାଗ ପର୍ଯ୍ୟନ୍ତ ଯାଇଥାଏ? ତାହେଲେ ଗୋଟେ ହେଉଛି କୌଶିକ ଆକର୍ଷଣ, ମୂଳଜ ଚାପ, ଉଚ୍ଛେଦନ ସଂଶକ୍ତି ବଳ ଆଉ ସଂଲଗ୍ନ ବଳର ମିଳିତ ପ୍ରଭାବରେ ଜଳ ମୂଳରୁ ଗଛର ଅଗ୍ରଭାଗ ପର୍ଯ୍ୟନ୍ତ ଯାଇଥାଏ। ରେ କ'ଣ କହିଲା? ଉଦ୍ଭିଦରେ ଜଳର ପରିବହନରେ ମୂଳଜ ଚାପ ଭୂମିକା କ'ଣ ରହିଛି? ତାହେଲେ এই ଯେଉଁ ଉଦ୍ଭିଦରେ ଜଳର ପରିବହନରେ ମୂଳଜ ଚାପ ଅଧିକ ହୋଇନଥାଏ, କାରଣ ଉଚ୍ଚ ଗଛ ମୂଳରେ ମୂଳଜ ଚାପ ଅଧିକ ହୋଇନଥାଏ। ଆଉ ଉଚ୍ଛେଦନର ବେଗ ସର୍ବାଧିକ ଥିଲାବେଳେ ମୂଳଜ ଚାପ କ'ଣ ହୋଇଥାଏ? ସର୍ବନିମ୍ନ ହୋଇଥାଏ। ଆଉ ସେଇଥିପାଇଁ କ'ଣ ହେବ? ମାନେ ଏଇଗୁଡ଼ା ହେଉଛି ଆମର এই ଯେଉଁ ଉଦ୍ଭିଦରେ ମୂଳଜ ଚାପର ଭୂମିକା। ତାପରେ ଦେଖ 10 ନମ୍ବର, ଗୋଟିଏ ବାକ୍ୟରେ ଉତ୍ତର ଦିଅ। କ'ଣ ହେଲା? ମଣିଷ ରକ୍ତର କେଉଁଠାରେ ଆଣ୍ଟିଜେନ୍ ଆଉ ଆଣ୍ଟିବଡି ରହିଛି? ମଣିଷର ରକ୍ତ ଲୋହିତ କଣିକାର ବାହ୍ୟ ଆବରଣରେ ଆଣ୍ଟିଜେନ୍ ରହିଛି, ଆଉ ପ୍ଲାଜମାରେ କ'ଣ ରହିଛି? ଆଣ୍ଟିବଡି ରହିଛି। ଆଉ ଦେଖ ଖ, କ'ଣ? ଲେଷ୍ଟେନ୍ କେଉଁ ଜାତିର ମାଙ୍କଡ଼ଙ୍କ ଲୋହିତ ରକ୍ତ କଣିକାରେ ବାହ୍ୟ ଆବରଣରେ RH ଆଣ୍ଟିଜେନ୍ ଥିବାର ଦେଖିଥିଲେ? ତାହେଲେ ଏଠି ଦେଖ କ'ଣ ଲେଖିବ? ଲ୍ୟାଣ୍ଡଷ୍ଟାଇନ୍ ପାତି ମାଙ୍କଡ଼ ବା ରେସସ୍ ମଙ୍କିର ଲୋହିତ ରକ୍ତ କଣିକାରେ ବାହ୍ୟ ଆବରଣରେ କ'ଣ? RH ଆଣ୍ଟିଜେନ୍ ଥିବାର ସେ ଦେଖିଲେ। ତାହେଲେ ଇଏ ହେଉଛି ଆମର କ'ଣ? ରେସସ୍ ମଙ୍କି। ତାପରେ ଦେଖ ମଣିଷର ହୃତ୍ପିଣ୍ଡ କେତେ ପ୍ରକୋଷ୍ଠ ବିଶିଷ୍ଟ? ଏଇଟା କେତେ ପ୍ରକୋଷ୍ଠ? 4 ପ୍ରକୋଷ୍ଠ। ଏଇଟା ବହୁତ ସାରା ଆଲୋଚନା ହେଲାଣି ଏଗୁଡ଼ାକ ଆମର 4 ପ୍ରକୋଷ୍ଠ। ତାପରେ ଦେଖ ଘ, କ'ଣ କହିଲା? ପତ୍ରରେ ପ୍ରସ୍ତୁତ ଶ୍ୱେତସାର କିପରି ଭାବରେ ଗଛର ବିଭିନ୍ନ ଅଂଶକୁ ସ୍ଥାନାନ୍ତରିତ ହେଉଛି? ଏହାର ଆନ୍ସର କ'ଣ ଲେଖିବ? ତାହେଲେ ପତ୍ରରେ ପ୍ରସ୍ତୁତ ଶ୍ୱେତସାର ଫ୍ଲୋଏମ୍ ସାହାଯ୍ୟରେ ପରିବହନ ହୋଇ ଗଛର ବିଭିନ୍ନ ଅଂଶକୁ ସ୍ଥାନାନ୍ତରିତ ହେଉଛି। ତାହେଲେ এই ଯେଉଁ ଫ୍ଲୋଏମ୍, ତାହେଲେ ଏଇଟା ହେଉଛି ଆମର କ'ଣ? ଫ୍ଲୋଏମ୍। ତାହେଲେ এই ଯେଉଁ ଫ୍ଲୋଏମ୍ ଯେଉଁ ଟିସ୍ୟୁ, ତାହେଲେ এই ସାହାଯ୍ୟରେ ଗଛକୁ ବିଭିନ୍ନ ଅଂଶକୁ ତାର ସ୍ଥାନାନ୍ତରିତ ହେଉଛି ତାର ଖାଦ୍ୟ ଗୁଡ଼ିକ। ତାପରେ ଦେଖ ଗଛର ମୂଳଜ ଚାପ କେଉଁ ଯନ୍ତ୍ର ସାହାଯ୍ୟରେ ମପାଯାଇ ପାରିବ? ତାହେଲେ ଗଛର ମୂଳଜ ଚାପ ମାନୋମିଟର ଯନ୍ତ୍ର ସାହାଯ୍ୟରେ ମପାଯାଇ ପାରିବ। ତାପରେ ଦେଖ 11 ନମ୍ବର, ଗୋଟିଏ ଶବ୍ଦରେ ଉତ୍ତର ଦିଅ। କ'ଣ କହିଲା? କେଉଁ ରକ୍ତ ବାହିନୀ ଦ୍ୱାରା ରକ୍ତ ମଣିଷ ହୃତ୍ପିଣ୍ଡରୁ ଶରୀରର ବିଭିନ୍ନ ଅଂଶକୁ ପ୍ରସାରିତ ହୋଇଥାଏ? ସେଟା ହେଉଛି କ'ଣ? ମହାଧମନୀ। ତାହେଲେ এই ଯେଉଁ ମହାଧମନୀ ରକ୍ତ ବାହିନୀ ଦ୍ୱାରା ରକ୍ତ ମଣିଷ ହୃତ୍ପିଣ୍ଡରୁ ବିଭିନ୍ନ ଅଂଶକୁ ପ୍ରସାରିତ ହେଉଛି। କ'ଣ ଲେଖିବ? ମହାଧମନୀ। ଶିରାରେ କାହାର ଅବସ୍ଥିତି ଯୋଗୁଁ ରକ୍ତ ପଛକୁ ଫେରେ ନାହିଁ? କାହାର ଯୋଗୁଁ? ଏଇଟା ହେଉଛି ଆମର କପାଟିକା। ତାହେଲେ এই ଯେଉଁ କପାଟିକା, ଏଇଟା ହେଉଛି କ'ଣ? ଦେଖ, ଏଇଟା ହେଉଛି 3 ପାଖୁଡ଼ା ବିଶିଷ୍ଟ, ହେଲା ଇଏ ହେଉଛି 2 ପାଖୁଡ଼ା, ଏଇଟା 3 ପାଖୁଡ଼ା। ତାହେଲେ এই ଯେଉଁ କପାଟିକା ପାଇଁ କ'ଣ ରକ୍ତ ଆଉ ପଛକୁ ଫେରେ ନାହିଁ। ତାପରେ ଦେଖ ଗ, କ'ଣ ଗଲା? ମଣିଷ ହୃତ୍ପିଣ୍ଡରେ ଦକ୍ଷିଣ ଅଳିନ୍ଦ ଓ ଦକ୍ଷିଣ ନିଳୟ ଦ୍ୱାରରେ କେତୋଟି ପାଖୁଡ଼ା ବିଶିଷ୍ଟ କପାଟିକା ଥାଏ? ଏଇଟା ହେଉଛି କ'ଣ? 3 ପାଖୁଡ଼ା ବିଶିଷ୍ଟ। ତାହେଲେ 3 ପାଖୁଡ଼ା କେମିତି? ଏଇଗୁଡ଼ା ଦେଖ 3 ପାଖୁଡ଼ା ବିଶିଷ୍ଟ। ଘ, କ'ଣ କହିଲା? ନିଳୟ ଓ ରକ୍ତବାହିନୀ ମଧ୍ୟରେ କେଉଁ ପ୍ରକାର କପାଟିକା ରହିଛି? ତାହେଲେ ନିଳୟ ଆଉ ରକ୍ତବାହିନୀ ମଧ୍ୟରେ କ'ଣ? ଅର୍ଦ୍ଧ ଚନ୍ଦ୍ରାକୃତି କପାଟିକା ରହିଛି। ଏଠି କ'ଣ କହିଲା? ଉଦ୍ଭିଦର ବାୟବୀୟ ଅଂଶରୁ ଜଳୀୟ ବାଷ୍ପ ଆକାରରେ ଜଳର ନିର୍ଗମନ ପ୍ରକ୍ରିୟାକୁ କ'ଣ କୁହାଯାଏ? ସେଟା ହେଲା ଉଚ୍ଛେଦନ। ତୁମେ ଦେଖିଛ ଯେଉଁ ପତ୍ରରେ ଯେଉଁ ସକାଳେ ଯେଉଁ ପାଣି ସବୁ ବାହାରିଥାଏ, ତାହେଲେ ଏଗୁଡ଼ା କ'ଣ? ଉଚ୍ଛେଦନ ପ୍ରକ୍ରିୟା ବାହାରିଥାଏ। ତ
ତାହେଲେ ଦେଖ ଆମର ଏଇ ଯେଉଁ ପ୍ରଶ୍ନ ଗୁଡ଼ାକ ସବୁ ତ ଆମେ ଆଲୋଚନା କରିଦେଲେ। ଆଉ ମୁଁ ଭାବୁଛି ତୁମେ ସବୁ କ୍ଲିୟର ହେଇଯାଇଥିବ। ଆଉ ଯଦି କୌଣସି ଡାଉଟ୍ ଥିବ କମେଣ୍ଟ ବକ୍ସରେ ଲେଖି ଜଣାଇବ। ଆଉ ତୁମମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା ଭିଡ଼ିଓଟିକୁ ଲାଇକ୍ କରିବ, ସେୟାର କରିବ। ଆଉ ତୁମେ ଯଦି ଆମ ଚ୍ୟାନେଲକୁ ନୂଆ ଆସିଛ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ।